ଶ୍ରୀମୟୀ ଉହ ରଖିକି ତାଙ୍କର ଭଣ୍ଡ ସନ୍ନ୍ୟାସୀ କହିଥିଲେ ଠିକ୍ ଅଛି ତାକୁ ଯଦି ଆନାଲିସିସ୍ ହେଲା ଗଣମାଧ୍ୟମକୁ ଆସିଲା ସୋସିଆଲ ମିଡ଼ିଆକୁ ଆସିଲା ଆଜି କେଉଁ ବଳରେ ଦୁଇ ଜଣ ଯାକ କର୍ମକର୍ତ୍ତା ନଥାଇ ଶଙ୍ଖ ଭବନ ଭିତରେ କାମ କଲେ ଶଙ୍ଖ ଭିତରେ ପ୍ରେସ୍ କନଫରେନ୍ସ କଲେ ନିଶ୍ଚିତ ଭାବରେ କେଉଁଠି ନା କେଉଁଠି ଏମାନେ ବିଶୃଙ୍ଖଳିତ ଲୋକମାନେ ଦଳକୁ ଅକ୍ତିଆର କରି ନବୀନ ବାବୁଙ୍କୁ ଉହ ରଖି ନବୀନ ବାବୁ ଜାଣୁନାହାନ୍ତି ଇଏ ପାଣ୍ଡିଆନ କଥାରେ ପରିଚାଳିତ ହୋଇ ଗୋଟେ ରଣକୌଶଳ କରୁଛନ୍ତି ଏବଂ ଯେଉଁମାନେ ନବୀନ ବାବୁଙ୍କ ବଳରେ ପଦପଦବୀ ପାଇଲେ ଦରମା ପାଇଲେ ଚାକିରି ପାଇଲେ ସେମାନେ ବିଗତ ଦିନରେ ଏଇ ଗୋଷ୍ଠୀ ତକ ଏଇ ଦେବୀ ମିଶ୍ର ଅତନୁ ସବ୍ୟସାଚୀ ପ୍ରତାପ ଜେନା ହରିକା ଶାରଦା ନାୟକ ହରିକା ଯେଉଁମାନେ ସେଇମାନେ ପ୍ୟାରିଆଙ୍କୁ ଦିନେ ପଞ୍ଜାବୀ ପିନ୍ଧିକି ମୁଖ୍ୟମନ୍ତ୍ରୀ ସଜେଇଥିଲେ ସେ ପର୍ଦ୍ଦାଫାଶ ହେଲା ପରେ ସେ ପାଣ୍ଡିଆନକୁ ଧରିଛନ୍ତି ଏମାନେ ନବୀନ ବାବୁଙ୍କର ହେଲେନି ପ୍ୟାରୀର ହେଲେନି ପୁଣି ପାଣ୍ଡିଆନକୁ ଆଗରେ ରଖି ପୁଣି ହଡପ କରିବା ପାଇଁ 650 କୋଟି ଟଙ୍କା ଯେଉଁ ବିଜେଡିର ପାଣ୍ଠି ଅଛି ତାକୁ ନେବା ପାଇଁ ହଡପ କରିବା ଯୋଜନା କରିଛନ୍ତି ପାଣ୍ଡିଆନ ଦ୍ୱାରା ପରିଚାଳିତ ପାଣ୍ଡିଆନ ତାଙ୍କଠୁ ଚାଲାଖେ ସିଏ ପଇସା ତକ ହଡପ କରି ସିଏ ଏମାନଙ୍କୁ ହାବୁଡା ଝଟକା ଦେବା ପାଇଁ ଯୋଜନାର ଅଛନ୍ତି ନାଇଁ ନବୀନ ବାବୁ ଚିହ୍ନିବେ କି ନ ଚିହ୍ନିବେ ନବୀନ ବାବୁ ମତେ ଲାଗୁଛି ସେ ତ କଣ ମୁଁ ତ ଯାଇଥିଲି ଦିଲ୍ଲୀ ତ ଆପଣ ସେଠି ଭେଟ ହେଲାନି ଏବେ ହଁ ଗଲେ ହଁ ନବୀନ ପଟ୍ଟନାୟକ ପାଖକୁ ନିଶ୍ଚିନ୍ତ ଶୁଣନ୍ତୁ ପଚାରି ପାରିବେ ଆପଣ ନିଜେ ତାର ଅନୁଭୂତି ଆପଣ ନିଜେ ମୋ ସହ ଯାଇପାରିବେ ମୋ ସହିତ ଯିବେ ତାର ସ୍ପଷ୍ଟ ନେବେ ନିଶ୍ଚିନ୍ତ ନବୀନ ବାବୁ ପାଖକୁ ଶୁଣନ୍ତୁ ଯଦି ବାତ୍ୟା ବେଳେ ନବୀନ ବାବୁ କାହା ଫୋନରେ ଅଧିକ କଥା ହଉଥିଲେ ସେତେବେଳେ ଯୋଉ ମୋବାଇଲ ଫୋନ ଆସୁଥିଲା ଉଷା ଫୋନ ସେ ଫୋନ ମୋଠୁ ହିଁ ୟୁଜ୍ କରିଥିଲେ ନବୀନ ବାବୁ ଆଉ କେତେ କଥା କଣ କହିବି ଭିତର କଥା ତ ନବୀନ ବାବୁଙ୍କ ସହିତ କଣ ଥିଲା ସମ୍ପର୍କ ନବୀନ ବାବୁଙ୍କ ଯେତେବେଳେ ପ୍ରେସ୍ କଥା ଯୋଉମାନେ ବୁଝୁଥିଲେ ସେ ବ୍ୟକ୍ତିମାନଙ୍କୁ ନବା ଆଣିବା ଦାୟିତ୍ୱ ବି ମୁଁ କରୁଥିଲି ସେତେବେଳେ ବିରୋଧୀ ଦଳରେ ଥିଲୁ ଆମେ ତେଣୁକରି ବହୁତ ଘଟଣା ଅଛି ଆମେ ଦଳର ମୂଳରୁ ଅଛୁ ସେ ଛାତ୍ର ରାଜନୀତି ଅଛୁ ବିଜୁ ପଟ୍ଟନାୟକ ନୀତି ଆଦର୍ଶ ରାଜନୀତି ଭିତରେ ଥିଲୁ ଏବଂ ଏବେ ବି ରାଜନୀତି ଭିତରେ ଲୋକଙ୍କ ସାମାଜିକ କାର୍ଯ୍ୟକ୍ରମ ଭିତରେ ରହିବୁ ସେଥିରେ ଦ୍ୱିମତ ନାହିଁ କିନ୍ତୁ ଏଇ ଯୋଉ ପର୍ଦ୍ଦାଫାଶ ହେଉଛି ସମସ୍ତଙ୍କର ସେମାନଙ୍କୁ ତେଣୁ କୋଉଠି ନା କୋଉଠି ଦଳର ଦିନେ କହୁଛନ୍ତି ନୁହଁ ଦିନେ ହଁ ଏବଂ ଦଳର ବହିଷ୍କାର କରୁଛନ୍ତି ନିଶ୍ଚିତ ପ୍ରତାପ ଜେନା ପାଗଳର ପ୍ରଳାପ କଥା କହୁଛନ୍ତି।